हरि ओम गंगे च मणि च गोदावरी सरस्वती नर्मदे सिन्धु कावेरी गंगा प्रवास एतानि पुण्यतीर्थानि देवस्थान कलवन विष्णु विष्णु पुण्यानि ज्येष्ठ कृष्ण सुपंचम्या सुभादे शनिवासरे पूर्वाषाढमकरसि चन्द्रमासि शुभे स्थिते वृषौ श्रीभास्करे चामूली पावनी स्थले कनकेशबुधेशाभ्यां गंगाधरस्य च तथा गोळन्त्रा गौतमगोत्री कैलासलोचनात्मक दुर्गा प्रसादनाशाद्य कनकेश्वरकृपया करिष्येऽहमभिषेक मारत्रिकं च तर्पणम् न केवलमहं अत्रैव विश्वकल्याणहेतवे सङ्कल्पितेन चाद्यहं वदामि दृढवचनं जज्जावन्मम शरीरे कळङ्कपूर्णशून्यता न जायेत जलं चाहं स्पर्शिष्यामि न जीवने गृहत्यागस्य यो दोषो मयि क्रियते यथा स्वात्मांसेन बालेन अपशब्देन कथयति तत्समाधानमूर्ते अहं भक्षिष्येन जलमपि प्रभो जानासि सत्यं तं कथमयं च बालकः मातृगर्भे समायाति विना मातृत्वसुखिना चतुर्मासः कथितास्य मातागर्भस्य पातने मूत्रनल्यां कृतो अस्त्रोपचारस्य अन्ते सहवासः एकविंशदिवसानां विश्रामेषु मया कथं सप्तमदिवसान्ते च कर्तुं बाध्यो अस्मि इति व्यथा सन्तानहीनया तस्य मातुः जीवनमप्यासीत् यथा मातुर्ममेवास्ति स्वकथं ज्ञातुमर्हति का व्यथा का च पीडा मे हृदि निधाय जीवने 20 वर्षपर्यन्तं गृहीकजीवने स्थितः यदि च त्याज्यमप्येव मस्ति गर्हितकारणं तावत् शृणु मम अबोधबालक त्वं यच्च मया कथितुं च भगवान् सम्मुखे प्रारभ्यते खलु यन्मुखेन ममोपेक्षा करोषि तं विधि च तत् पितृनिन्दकृतेन तं जन्मजन्मान्तरेषु च मूकान्धूसन्नपि दीर्घायु जीवनं च जीवसि न हि एतन्मे तव अमङ्गलस्य अभिशापवचनम् एतत्तु तव निर्बोधवितण्डाफलमिति। ମୁଁ ଏକ ନିଃସନ୍ତାନ ପରିବାର ଘରକୁ ପୁତ୍ର ରୂପରେ ଆସିଥିଲି। ମୋତେ ଜନ୍ମ କଲା ପରେ ମୋର ମାଆ ଚାଲି ଯାଇଥିଲା। ଯେଉଁ ବାପା ନିଜେ ମୋତେ ବଞ୍ଚାଇବା କଥା, ତା'ର କୌଣସି ବ୍ୟକ୍ତିଗତ କାରଣବଶତଃ ମୋତେ ସିଏ ଏକ ନର୍ସ ହାତକୁ ଟେକି ଦେଇଥିଲା। ଯେଉଁ ନର୍ସର 7ଟା ପିଲା ଥିଲେ, ମୁଁ ଅଷ୍ଟମ ଶ୍ରୀକୃଷ୍ଣ ଥିଲି। ସେଇଠୁ ଆମେ ଯାହା ଘରକୁ ଆସିଲି, ସେ ଘରର ଛୋଟ ଭଣଜା, ସାନ ଭଣଜା, ସ୍ୱର୍ଗତ ନିରଞ୍ଜନ ଶତପଥୀ ସାଙ୍ଗସାଥି ମେଳରେ ଏକ ହାଉସ୍ ସର୍ଜନରୁ ଜାଣିଲେ ଯେ ଗୋଟେ ପିଲାଟେ ଏମିତି ପରିତ୍ୟକ୍ତ ଅବସ୍ଥାରେ ଅଛି, ତାକୁ କିଏ ଗ୍ରହଣ କରିବ କି? ସେ ଭାବିଲେ ମୋର ତ ମୋ ମାଇଁଙ୍କର କିଛି ସନ୍ତାନ ନାହିଁ, ଯାଇ ଏ କଥାଟି କହିବି। ଏହା କହି ଯେତେବେଳେ ମୋତେ ଘରକୁ ଅଣାଗଲା, ସେତେବେଳେ ଠାରୁ ଆଜି ପର୍ଯ୍ୟନ୍ତ ମୁଁ
ଭଗବାନ କୈଳାସପତି ମାତା ସୁଲୋଚନା ପାର୍ବତୀ ପରି ମା ବାପାଙ୍କର ସ୍ନେହ ଶ୍ରଦ୍ଧାରେ ବଢ଼ି ଆସିଥିଲି। ଗୋଲାପ ଫୁଲର ସଜାରି କଣ୍ଟା ଭିତରେ ଯେଉଁ କଷ୍ଟ ପୀଡ଼ା ତାହା ବାହାରେ କେହି ବି ଦେଖିବାଲା ନଥିଲା। ଆସିବା ଦିନ ଠାରୁ ମୋ ସାମ୍ନାରେ ମୋର ମାଆକୁ ଯେମିତି କୁହାଯାଉଥିଲା, ଆକୁ ହିଁ ଉଠି ଆଣିଛୁ କିଲ। ଗୋଟେ ନିସନ୍ତାନ ମାଆର ଯେଉଁ ବ୍ୟଥା ମୁଁ ପିଲାବେଳଠୁ ଦେଖି ଆସିଥିଲି। ମୋର ମାଆର ମୋ ମାଆକୁ ମିଶି 22 ଭଉଣୀ, 18 ଭାଇ, 6 ବାପା କକାଙ୍କର ପରିବାର, 40 ପରିବାର ମଧ୍ୟରେ ମୋ ମାଆ 3 ନମ୍ବର। ପିତୃକୂଳରେ ଯେ ଦିନଠୁ ମୁଁ ଆସିଲି, ବାପାଙ୍କର 3 ଭାଇ ମଧ୍ୟରୁ ବଡ଼ ଭାଇଙ୍କର କିଛି ନାହିଁ, ମଝିଆ ଭାଇଙ୍କର 3ଟି ପୁଅ 2ଟି ଝିଅ। କାଳେ ମୁଁ ସବୁ ସମ୍ପତ୍ତି ଖାଇଦେବି, ତେଣୁ ମୋ ପ୍ରତି ତାନ୍ତ୍ରିକ ଭାବନା କରି ମୋର ପଢ଼ା କ୍ଷତି କରିଦିଆଗଲା। ମୋ ମାଆର ବି ଅବସ୍ଥା ଏମିତି ହେଇଯାଇଥିଲା। ତା'ର ଶରୀରରୁ ମାସିକ ଋତୁ ହୋଇ ବାରମ୍ବାର କ୍ଷୀଣ ହୋଇଯାଇଥିଲା। 65 ବର୍ଷ ବୟସରେ ତା'ର ଅବସ୍ଥା ଏମିତି ଥିଲା ଯେମିତି ସିଏ ଚାଲିଯିବ ବୋଲି ଲାଗୁଥିଲା। ତ ପିଲାବେଳୁ ଗୋଟେ ମାଆକୁ ହରାଇଥିଲି, ଗୋଟେ ମାଆର ଦୁଃଖ ଦେଖୁଥିଲି। ତେଣୁ ସେ ପରିବାରଟା କେମିତି ଆଗକୁ ବଢ଼ୁ ଭାବି ଯେତେବେଳେ ସଂସ୍କୃତ ପଢ଼ିଲି, 10ମରେ 3 ଥର ଫେଲ୍ ହେଲା ପରେ 4ଥ ଥର କମ୍ପାର୍ଟମେଣ୍ଟାଲ ପାସ୍ ହେଲି। ମୋ ବାପା ସଂସ୍କୃତ ପଣ୍ଡିତ ଥିଲେ। ପିଲା କିଛି ଚାକିରି କରିଦେବ, ଇଏ ଗୋଟେ ବିଶ୍ୱାସ ରଖି ସଂସ୍କୃତ ଦିଗରେ ମୋତେ ଛାଡ଼ିଲେ। 1998 ମସିହାରେ ମୋର ସଂସ୍କୃତ ପଢ଼ା ସରିଲା। ଆଚାର୍ଯ୍ୟ ସର୍ବସ୍ନ ଆଚାର୍ଯ୍ୟ। ଫେରିଲା ପରେ ଦେଖିଲି 2008 ପର୍ଯ୍ୟନ୍ତ କୌଣସି ସରକାରୀ ପଦପଦବୀ ବି ଇଣ୍ଟରଭ୍ୟୁ କିଛି ବାହାରିଲାନି। ମୁଁ ଗୃହ ଶିକ୍ଷକ ହିସାବରେ ଜୀବନଯାପନ କରିବା ଆରମ୍ଭ କଲି। କାହିଁକି ନା ଘରେ ଟ୍ୟୁସନ୍ କଲେ କିଛି ପଇସା ମିଳେ, ନେଇ ତ ଗ୍ରୁପ୍ ଟ୍ୟୁସନ୍ କଲେ ପଇସା ମିଳେ। କିନ୍ତୁ ମୁଁ ଯେଉଁ ପ୍ରକାର ବ୍ୟବହାରରେ ମୁଁ ଚାଲୁଥିଲି, ମୁଁ କେବେ କାହାରି କଥା ଶୁଣେନି କି କାହାର ଚାପରେ ମୁଁ ରହିବା ପାଇଁ ଚାହେଁନି। ଘରେ ବି ଟ୍ୟୁସନ୍ କରିବା ଦ୍ୱାରା ପରିବାରମାନଙ୍କ ସହିତ ମିଶି, ଯେଉଁ ପରିବାର ପିତାମାତା ପିଲାଙ୍କର ମୋ ସହିତ ଭଲ ସମ୍ପର୍କ ରଖନ୍ତି ବା ଯେଉଁ ପିଲାଟି ଭଲ ପାଠ ପଢ଼େ ମୋତେ ମାନେ, ମୁଁ ସେ ଟ୍ୟୁସନ୍ ଆଗକୁ ବଢ଼ାଏ, ନହେଲେ ମୁଁ ଟ୍ୟୁସନ୍ ଛାଡ଼ିଦିଏ। ମୋର ସ୍ୱାଭିମାନ ଉପରେ କଥା ଆସିଲେ ମୁଁ କେବେ କୌଣସି ପ୍ରକାର ସାଲିସ୍ କରେ ନାହିଁ। ଏହିପରି ମୋର ଜୀବନଯାପନ ଅତିବାହିତ କରିବା ଆରମ୍ଭ କଲି। 2002 ମସିହାରେ ମୋତେ ବିବାହ କରିବା ପାଇଁ ବ୍ୟବସ୍ଥା କରାଗଲା। ମୋର ଅନିଚ୍ଛା ସତ୍ତ୍ୱେ ମଧ୍ୟ ଚାରିଆଡ଼ୁ ବିଚାର କରି ଚିନ୍ତା କଲି, ଗୋଟେ ଘରକୁ ଆସିଛି କ'ଣ ଘର ବୁଡ଼ିବା ପାଇଁ? ମୋତେ ଘର ଜମି ଦେଖାଇ ସବୁ ପ୍ରକାର ଆଶ୍ୱାସନା ଦେଇ ମୋତେ ବାହା କରାଇଗଲା। କୌଣସି ବ୍ୟାଙ୍କ ବାଲାନ୍ସ ନଥିଲା। ଯିଏ ମୋତେ ଝିଅ ଦେଲା ସିଏ ମୋତେ ଦେଖିଛି, ମୋର ପରିସ୍ଥିତି, ମୋର ହାବଭାବ ଦେଖିଛି। ଭାବିଲା ଆକୁ ତ ଉଡ଼ାଇ ଆଣିଛନ୍ତି, ଆମେ ଯେମିତି କହିଲେ ଇଏ ଚାଲିବ। ମୁଁ ଝଗଡ଼ା ଝାଟିର ଲୋକ ନଥିଲି, ତେଣୁ ସବୁ କଥାକୁ ମୁଁ ମନ ମଧ୍ୟରେ ରାଗ ଥିଲେ ମଧ୍ୟ ତାକୁ ହସ ହସ କରି ଆଗକୁ ବଢ଼ାଇବାକୁ ଚେଷ୍ଟା କରୁଥିଲି।
ବିବାହର ପ୍ରଥମ ଦିନରୁ ମୁଁ ଜାଣି ସାରିଥିଲି, ଯେହେତୁ ହସ୍ତଗତ ପଢ଼ିଲା ବେଳୁ ତିନିଟା ବ୍ରାହ୍ମଣ ଥାଇକି ଯେଉଁଭଳି ହାତକୁ ପରିବର୍ତ୍ତନ କରାଯାଇଥିଲା, ଝିଅର ହାତ ଉପରେ ମୋର ହାତ ରଖାଯାଇଥିଲା, ପରେ ତାକୁ ଓଲଟା ହେଇଥିଲା। ସେବେଠାରୁ ମୁଁ ଜାଣିସାରିଲି ଏମାନେ କି ପ୍ରକାର ଖେଳ ଖେଳିବାକୁ ଚାହୁଁଛନ୍ତି। ଗୋଟେ ନିଃସନ୍ତାନ ପରିବାର ସହିତ ଏମାନେ ଖେଳ ଖେଳିଲେ। ସନ୍ତାନ ଗୋଟେ ଚାହିବା, ଘରକୁ ଗୋଟେ ସନ୍ତାନ ଆସୁ, ପରିବାରର ଗୋଟେ ବଂଶ ରକ୍ଷା ହଉ, ଏହା ମୁଁ ଚାହୁଁଥିଲି। କିନ୍ତୁ ଆସିବା ଦିନରୁ 2002ରୁ 2003 ସେପ୍ଟେମ୍ବର 5 ଯେଉଁ ପିଲା ଆଜି ମୋତେ ଗାଳି କରୁଛି ଫେସବୁକ୍ରେ, ସେ ପିଲା ଜନ୍ମ ହେଲା ପର୍ଯ୍ୟନ୍ତ ମୁଁ ଯେତିକି ରାତି ଶୋଇ ନାହିଁ ତାହା ସେ ରାତ୍ରି ଦେବୀ ହିଁ ଜାଣିଛନ୍ତି। ମଝିରେ ମୁଁ ମୋର ମୂତ୍ରନଳୀକୁ ଏକ ଛୋଟ ଅପରେସନ୍ କରିଥିଲି, ଯେହେତୁ ବୀର୍ଯ୍ୟ ପ୍ରବାହ ପ୍ରୋବ୍ଲେମ୍ ହେଉଥିଲା। 21 ଦିନ ମୋତେ ସହବାସନ କରିବା ପାଇଁ ଡକ୍ଟର ପରାମର୍ଶ କରିଥିଲେ। କିନ୍ତୁ ଯେଉଁ ମାଆର ସପୋର୍ଟରେ ନେଇ ଯେଉଁ ପିଲା ମୋତେ ଆଜି ଗାଳି କରୁଛି, ସେ ମାଆ ମୋ ପାଖରେ ଏମିତି ମୁଖ ପ୍ରଦର୍ଶନ କଲା ଯେମିତିକି ଆଗକୁ ତା'ର ସନ୍ତାନ ଉତ୍ପତ୍ତି ହୋଇପାରିବ ନାହିଁ। 7 ଦିନ ପରେ ଯେଉଁ ଦିନ ମୁଁ ତା ସହିତ ସହବାସ କରିଥିଲି, ସେ ଦିନଟା ବି ଆଜି ମୋର ମନେ ଅଛି। ନଭେମ୍ବର 15ରେ ମୋର ଅପରେସନ୍ ହେଇଥିଲା 2002। ନଭେମ୍ବର 22 ରାତିରୁ ଆପଣ ଲେଖା ରଖନ୍ତୁ, ସେପ୍ଟେମ୍ବର 5, 2003ରେ ଏ ପିଲା ଜନ୍ମ ହୋଇଥିଲା। ମନର ସ୍ୱାର୍ଥ ଅଭିମାନକୁ ରକ୍ଷା କରିବା ପାଇଁ, ଗୋଟେ ପରିବାରକୁ ବଞ୍ଚାଇବା ପାଇଁ ଏ ପିଲାଟାକୁ ଜନ୍ମ କରିବା ପାଇଁ ମୁଁ ଚିନ୍ତା କରିଥିଲି। ମୋର କୌଣସି ଚାକିରି ନଥିଲା ବୋଲି ଏ ପିଲାକୁ ସେ ଜନ୍ମ କରୁନଥିଲା। 4 ମାସ ସମୟରେ ବାପା ଘରେ ରହିଥିଲା। ମୁଁ ତା ପାଖକୁ ବାରମ୍ବାର ଯାଉନଥିଲି ବୋଲି ସେ ମାରିଦେବା ପାଇଁ ଚେଷ୍ଟା କରୁଥିଲା, ଗର୍ଭଟା ନଷ୍ଟ କରିଦେବି ବୋଲି କହୁଥିଲା। ପ୍ରତ୍ୟେକ ପରିସ୍ଥିତିରେ ମୋତେ କେବଳ ମୋର ଯେଉଁ ସେ ଚାହୁଁଥିଲା ମୁଁ କେମିତି ଗୋଟେ ପଇସା ରୋଜଗାର କରିବି, ସେ ଆଣିବି ତାହାର ଅଣ୍ଟିରେ ପକାଇବି, ଏଇ ଜିନିଷଟା ମୁଁ ଯେହେତୁ କରି ନ ପାରିଲି, ସେଇଠୁ ମୋତେ ସିଏ ଦୁର୍ବଳତା ଦେଖିବା ଆରମ୍ଭ କଲା। ମୋ ସହିତ ଯେତିକି ସେ ଖେଳ ଖେଳିଛି ତା ମା, ସିଏ ଏ ଜନ୍ମ ଶହ ଜନ୍ମ ମଧ୍ୟ ଯଦି ଆଖିରୁ ଲୁହ କାଢ଼ିବ, ତା'ର ଗୋଟେ ଟୋପାଏ ଲୋକ ମୋ ଉପରେ ପଡ଼ିବ ନାହିଁ। କାରଣ ଏ ପିଲା ଜନ୍ମ ହେବା ପୂର୍ବରୁ ଯେତିକି ସେ ମୋତେ କାନ୍ଦିଛି ନା, ମୋର ଲୁହରେ ସେ କେବେ ବି ଭଲ କରିପାରିବ ନାହିଁ। ଏ ପିଲା ମୋତେ ଗାଳି କରୁଛି ଫେସବୁକ୍ରେ, ପୁଣି ଅପଶବ୍ଦ ବ୍ୟବହାର କରି। ମୁଁ ମୋ ଜୀବନରେ କେବେ ଅପଶବ୍ଦ ମୋ ପାଟିରେ ମୁଁ ଶୁଣି ନାହାନ୍ତି କେହି। ସକାଳୁ ଉଠୁ ଉଠୁ ଯେଉଁ ମା ଅକ୍ଷର 2 ପଦର ଗାଳି ମୁଁ ସକାଳୁ ଉଠୁ ଉଠୁ ଶୁଣୁଥାଏ, ଏମିତି ପରିବେଶରେ ବଢ଼ିକି ମଧ୍ୟ ମୋ ପାଟିରୁ କେବେ କୋଇ ଖରାପ ଶବ୍ଦ କିଏ ଶୁଣୁନଥାଏ। ତାକୁ ତା'ର ଅଂଶରୁ ଜାତ ହେଇଥାଏ ପିଲାଟି ଗାଳି କରୁଛି, ବୋଧହୁଏ ସେ ମୋ ଅଂଶରୁ ଜାତ ହେଇନଥାନ୍ତା। ମୋ ଦେହ ଅଂଶରୁ ଜାତ ହେଇଥାନ୍ତା, ସେ ଏହିପରି ମୋତେ କେବେ ଖରାପ ପାଇନଥାନ୍ତା। ସମସ୍ତେ ସମସ୍ତ ମାଆଙ୍କୁ ଭଲ କରୁଛନ୍ତି। ମୋତେ ବି ଯେଉଁ ମା ବିନା ସ୍ତନ ଦେଇ ଏଡ଼େ ବଡ଼ କଲା, କ'ଣ ସେ କମ୍ କାମ କରିଛି? ସେ ସାରା ବିଶ୍ୱକୁ ନିଜର ବୋଲି ମନେ କରିବା ଲୋକ ସେ। ତା'ର ସମସ୍ତ ପିଲା ତା ପାଖରେ ନିଜର ପରିସ୍ତାକୁ ଲାଗେ। ଏମାନେ ପେଟ ଫଟେଇକି ପିଲା ଜନ୍ମ କରିଛନ୍ତି ବୋଲି ଦେଖେଇଲେ ମୋ ମାଆକୁ। ତେଣୁକରି ଯେଉଁ ଅଙ୍ଗନବାଡ଼ି ଦିଦି, ତା'ର ମା ଓ ବାପା ତିନିକୁ କହୁଛି, ମୁଁ ଆଜି ପୂଜା କରୁଛି। ଆଜି ପର୍ଯ୍ୟନ୍ତ ପାଣି ପିଇବିନି କହୁଛି, କିନ୍ତୁ ପାଣି ପିଉଛି, ନିୟମ ଭଙ୍ଗ କରୁଛି। କାହିଁକି? କାହାର ମଙ୍ଗଳ ନ ହଉ, ବିଶ୍ୱର ମଙ୍ଗଳ ମୁଁ ଚାହୁଁଛି। କିନ୍ତୁ ଯେତେବେଳେ ମୁଁ ଶୁଣିଲି ଫେସବୁକ୍ରେ ମୋତେ ଗାଳି କରୁଛି,
ଅପଶବ୍ଦରେ। ତେଣୁକରି ମୁଁ ଆଜି ବାଧ୍ୟ ହେଲି, ଆଜିଠାରୁ ମୁଁ ଆଉ ପାଣି ପିଇବି ନାହିଁ। ଯେତେବେଳ ପର୍ଯ୍ୟନ୍ତ ମୁଁ ତ ଘର ତ୍ୟାଗ କରିବାର ତ କଳଙ୍କ ମୋ ପଛରେ ଲାଗିଛି, ଘରର କଥା ବାହାରକୁ ଆସେ ନାହିଁ। ଜଣେ କିଏ ବାହାରକୁ ଆସିଲେ ତ ହିଁ ଘର କଥା ପଦାକୁ ଆସେ। ଯଦି ଗୋଟେ ପିଲା ମୋ ପଛରେ ଏତିକି ମୋତେ ଗାଳି କରିପାରୁଛି, ମୋ ମା' ଏବେ ଘରେ ଅଛି, ତାକୁ ସେମାନେ କ'ଣ ନ କହୁଥିବେ। ମୋ ମା' କଳହ କରିବା ମହିଳା ନୁହେଁ, ତେଣୁକରି ହୁଏତ ଚୁପ୍ ହୋଇଯାଉଥିବେ। କିନ୍ତୁ ଉପର ଭଲ ଯେଉଁ ଭଗବାନ ଯିଏ ସଂସାରକୁ ସୃଷ୍ଟି କରିଛି, ସିଏ ଏତେ ମୂର୍ଖ ମୂଢ଼ ନୁହଁ, ସେ ସବୁ ଦେଖୁଥିବ। ଏମାନେ ଯେଉଁ ପାଟିରେ ଗାଳି କରୁଛନ୍ତି, ମା' ପୁଅ, ସେ ଯେଉଁ ବାପା ମା' ଯେଉଁ ମୋ ବିରୋଧରେ ନିଜର ସତ୍ୟପଣ ଦେଖି ହେଉଛନ୍ତି, କେବଳ ଏମାନଙ୍କୁ ଗୋଟିଏ ହିଁ ଜିନିଷ, ଜୀବନ କାହିଁକି ଜନ୍ମ ଜନ୍ମାନ୍ତରେ ଏମାନେ ନା ପାଟି ଖୋଲି କଥା କହିପାରିବେ, ନା ଆଖିରେ ଭଲ ଜିନିଷ ଦେଖିପାରିବେ। କେବଳ ଭଗବାନ ଶୁଣିବା ପାଇଁ ତାକୁ ଦେଉଛନ୍ତି। ଯେମିତି ମୋତେ ଏବେ ଶୁଣି ମୁଁ ଯେମିତି କଣ୍ଟାରେ ଗେମ୍ବି ହେଉଛି, ସେହିପରି ଅବସ୍ଥା ସେମାନଙ୍କୁ ମିଳୁ। ଯଦି ପୂଜାର ମୋର ସାର୍ଥକତା ଥିବ, ତାହେଲେ ଏଇ କଥାଟି ନିଶ୍ଚୟ ହେବ। ମୁଁ ଏଥିପାଇଁ ଭିଡ଼ିଓ କରିକି ଛାଡ଼ୁଛି। ମୋର ପ୍ରତି ମୋର ଯେଉଁ ପଛରେ ଯେଉଁ କଥା, ମାନେ କାହିଁକି ଘରର କଥା ଘରେ ହିଁ ରହେ, ଘର କଥା ବାହାରେ କେହି ବି ପ୍ରମାଣିତ କରିପାରିବେ ନାହିଁ। ଭଗବାନଙ୍କୁ ଛାଡ଼ିଦେଲେ, ନିଜର ଆଖି, ନିଜର କାନ, ନିଜର ପାଟିକୁ ଛାଡ଼ିଦେଲେ ଆଉ କେହି ନାହିଁ କି ଘରର କଥାଟା କେଉଁଟେ ସତ କେଉଁଟେ ମିଛ କିଏ ଜାଣିପାରିବେ। ତେଣୁ ଯେଉଁ ଅନ୍ତରାତ୍ମା ନିଜେ ମୁଁ ବୋଲି ଯେଉଁ ଆମେ କହୁଛି, ସେ ମୁଁ ହିଁ ସମସ୍ତଙ୍କର ପ୍ରମାଣିତ। ସେ ମୁଁ ଆଜି ପ୍ରମାଣ ରଖି କହୁଛି। ଯଦି ମୁଁ କହିବା କଥା ଗୁଡ଼ିକ ଯଦି ମିଛ ହେଇଥିବ, ତାହେଲେ ମୋର ଶୀଘ୍ର ଅନ୍ତ ହେଇଯାଉ। ନାଇଁ, ଯଦି ମୁଁ ଠିକ୍ କହୁଛି, ତାହେଲେ ସାରା ପୃଥିବୀ ଦେଖୁ ଏକ ନିଃସନ୍ତାନ ପରିବାର ସହିତ ଖେଳ ଖେଳିବାର ଫଳ କ'ଣ। ତମେ ଯଦି ଜାଣିଥିଲ ମୋର ଚାକିରି ନାହିଁ, କେବଳ ଘର ଖଣ୍ଡେ ଅଛି, ଜମି 2 ଏକରରୁ କମ୍ ଅଛି, ଯାହାକୁ ବିକିଲା ପରେ ବର୍ତ୍ତମାନ 42 ଲକ୍ଷ ହେଲା। 12 ଲକ୍ଷ ମୁଁ ଯେହେତୁ ଉଦ୍ଧାର କରିଥିଲି, ଯେହେତୁ ଘରକୁ ଗୋଟେ ଆସିଥିଲି, ସେ ଘର କର୍ତ୍ତବ୍ୟ ମୋର ଥିଲା। ମୋ ପାଇଁ ତ କିଛି ସମ୍ପତ୍ତି ରଖିନଥିଲି, ବ୍ୟାଙ୍କ ବାଲାନ୍ସ ରଖିନଥିଲି। ଯେଉଁ ବାପା ମାସକୁ ପେନ୍ସନ୍ 1000 ଟଙ୍କା ପାଉଥିଲେ, ସେ ବାପା 20 ବର୍ଷ ପରେ 8,125 ଟଙ୍କା ତାଙ୍କର ବର୍ଦ୍ଧିତ ହାରରେ ହେଲା। ତାହାର 2 ବର୍ଷ ହେଇନି, 2019ରେ ସିଏ ମାର୍ଚ୍ଚ 6 ତାରିଖକୁ ଚାଲି ଯାଉଛନ୍ତି। ସେଇ ପେନ୍ସନ୍ଟା ଆଜି ମୋର ମା' 16,000 ରୂପେ ପାଉଛି। ମୁଁ କ'ଣ ଖରାପ କରିଥିଲି ଘର ଛାଡ଼ିକି? ମୋ ମା' ଏବେ 16,000 ପେନ୍ସନ୍ ପାଉଛି। ଅଙ୍ଗନବାଡ଼ିରେ ଯେତିକି କେତେ ପଇସା ମୁଁ ଜାଣିନି, କାହିଁକି ସିଏ ମୋତେ ବିନା ପଚାରିକି ସେ ଚାକିରି କରିଥିଲେ। ତେଣୁ ତା'ର ଚାକିରି ଉପରେ ମୋର କୌଣସି ଭରସା ନଥିଲା, କିନ୍ତୁ ତାକୁ ଚାକିରି ଦେଖୁନଥିଲି ମଧ୍ୟ। ସେ ନିଜେ ମୋଟ ପଇସା ନେଇକି କେମିତି ଚଳିବ, ତେଣୁକରି ସିଏ ନିଜର ବନ୍ଧ ବାନ୍ଧିଲା। ମୁଁ ତା ପିଲାଟାକୁ ମଣିଷ କରିପାରୁନଥିଲି, ଜଣେ ପିଲାଟାକୁ ମଣିଷ କରିବ ବୋଲି ସେ ଚେଷ୍ଟା କରୁଥିଲା। ଏମିତି ତାକୁ ମଣିଷ କଲା ଯେ ସେ ପିଲା ଏବେ ଗୁଣ୍ଡାଗର୍ଦ୍ଦିର ବଳରେ ନିଜକୁ ବଳିଆଣ ଦେଖାଉଛି। ସୁକୁଟା ମାଣା, ସେ ସନ୍ତୁ କିଏ ଗୋଟେ ଅଛି ଗୁଣ୍ଡା, ସେମାନଙ୍କର ବଳରେ ଆଜି ସେ ବଳିଆଣ ଦେଖାଉଛି। ଯଦି ମୁଁ ବଞ୍ଚିକି ଯାଏ ବ୍ରହ୍ମପୁର, ମୁଁ ତ ଏବେ ପୁରୀ ଅଭିମୁଖରେ ଯାଉଛି, ମୁଁ ଆଜିଠୁ ପାଣି ଛାଡ଼ୁଛି। ଯଦି ବଞ୍ଚିଲି ତ ବଞ୍ଚିଲି, ମରିଗଲେ ତ ଭଲ କଥା। ବଞ୍ଚିବି ତାହେଲେ ନିହାତି ରୂପରେ ବ୍ରହ୍ମପୁର ଯିବି, ସେଇ ଘର ସାମ୍ନା ଠିଆ ହେବି, ଦେଖିବା ଏମାନେ କ'ଣ କରିଦେବେ ମୋର। ଯେଉଁମାନେ ଧର୍ମ ଭୀରୁ, ସେମାନେ ଜୀବନକୁ ଡରନ୍ତି। ମୁଁ ଜୀବନକୁ ଡରିବା ପାଇଁ ମୁଁ ଧର୍ମ କହିବି, କିଛି ନୂଆ ପ୍ରତିଷ୍ଠିତ ହେବା ପାଇଁ ଚେଷ୍ଟା କରେ, ଗୋଟେ ଆଦର୍ଶ ହେବା ପାଇଁ ଚେଷ୍ଟା କରେ। ଯଦି ମୁଁ ଘର ଛାଡ଼ିବା ଦ୍ୱାରା ଯଦି କିଛି କ୍ଷତି ହେଇଛି, ତାହେଲେ ତା'ର ଫଳ ନିହାତି ଭୋଗିବା ଦରକାର। ନଚେତ୍ ଏ ସଂସାରକୁ ଗୋଟେ ବାର୍ତ୍ତା ହେବା ଦରକାର,
ନିସନ୍ତାନ ପରିବାର ସହିତ ଯେଉଁମାନେ ଖେଳ ଖେଳିବେ ସେମାନଙ୍କର ଦଶା ଏହିପରି ହିଁ ହେବ। ଏଇ ଜନ୍ମ ନାହିଁ, ଜନ୍ମାନ୍ତର ପର୍ଯ୍ୟନ୍ତ ସେମାନଙ୍କୁ କେବେ ବି ସୁଖ ନ ମିଳିବ। ଅନ୍ଧମୁଖ ହୋଇ ଜନ୍ମ ହୋଇଥାଏ। ବିନା କାରଣରେ କେବେ ସଂସାରରେ କୋଇ ଛୋଟା ଅନ୍ଧ କାଲା ହୋଇ ଜନ୍ମ ହୁଅନ୍ତି। କିଛି ଗୋଟେ କାରଣ ଥିବା ହେତୁ ନୁହନ୍ତି। ତେଣୁ ଲୋକ ବୁଝନ୍ତୁ, ଯେଉଁ କର୍ମ କରିବା ଦ୍ୱାରା କର୍ମର ଫଳ ମିଳୁଛି ସେ କର୍ମ ପ୍ରତି ସମସ୍ତେ ସଚେତିତ ଯେମିତି ହେବେ। ମୁଁ କେବେ କାହାରି ଅମଙ୍ଗଳ ଚାହିଁନି, ଏବେ ବି ମୋର ଅନ୍ତର କେବେ କାହାର ଅମଙ୍ଗଳ ଚିନ୍ତା କରେ। କିନ୍ତୁ କର୍ମର ଫଳଟା ସମାଜ ଆଖି ଆଗକୁ ଆସିବା ଦରକାର। ନହେଲେ ଏମିତି କେତେ ପରିବାର ଅଛନ୍ତି ପୁଅ ବୋଉ ଛାଡ଼ିକି ବାପା ମାଆଙ୍କୁ କଷ୍ଟ ଦେଇକି ପଢ଼ଉଛନ୍ତି। ଏବେ ମୋ ମାଆର 16,000 ଟଙ୍କା ପେନ୍ସନ୍ ପାଇକି ଯଦି ମୋ ମାଆ ପ୍ରକୃତ ସେବା ନ ପାଇକି ଯାଉଛି, ତାର ଆଖିର ଲୁହ ଯାହା ଉପରେ ପଡ଼ିବା କଥା ପଡ଼ୁ। ଯଦି ମୋତେ ସେ ଆଣିଥିଲା ଏବେ ମୁଁ ତା ନିକଟକୁ ଯାଉନି, କାରଣ ଯିବି ଏମାନେ ସବୁ ମୋ ସହିତ ଏମିତି କଥା କିଛି କରିବେ, କିଛି କଳହ ସୃଷ୍ଟି ହେବ, ମୁଁ କାହାକୁ ମାରିବି, ମୋତେ କିଏ ମାରିବ। ଯେଉଁ ମା' ଏତେ ଡୋଳ କରି ସମ୍ପତ୍ତି ମୋତେ କରି ବଡ଼ କରିଥିଲା, ଏସବୁ କ'ଣ ଦେଖିବୁ। ଏବେ ମୁଁ ଯେଉଁଠି ବି ଅଛି ସେ ଜାଣିଛି ମୋ ପିଲା ଭଲରେ ଅଛି ବୋଲି ସେ ଭାବୁଛି। ମୁଁ କେମିତି ଅଛି ନ ଅଛି ମୁଁ ସେ ଜାଣୁଛି। ବିଲ ବିକିବା ପାଇଁ ସେ ଅଙ୍ଗନବାଡ଼ି ଦିଦି ରାଜି ହେଇନଥିଲା, ତେଣୁ ଚପଲ ଛାଡ଼ିଲି। ଶିବପାତ୍ର ମୋତେ ପଇସା ଦେଇ ମୋର ଋଣମୁକ୍ତ କରାଉନଥିଲା, ତେଣୁ ଖାଇବା ଛାଡ଼ିଲି। ଏବେ ଥିଲା ପାଣି ପିଉଥିଲି। ଏବେ ଯେଉଁ କାଲିଠୁ ଶୁଣିଲି ଯେ ଫେସବୁକ୍ରେ, ମୁଁ ତ ଲିଙ୍କରେ ନାହିଁ, ଯେଉଁମାନେ ଜାଣନ୍ତି ସେମାନେ ମୋତେ ଜଣାଇଲେ ଯେଉଁ ପ୍ରକାର ସେ ଗାଳି କରି ଛାଡ଼ିଛି ଗୋଟେ ବାପାକୁ। ତାର ପ୍ରତିବଦଳରେ ମୁଁ ଆଜି ଯେଉଁ ନିଷ୍ପତ୍ତି ନେଇଛି, ଏ ନିଷ୍ପତ୍ତିର ଯଥାର୍ଥର ନହେଲା ପର୍ଯ୍ୟନ୍ତ ମୁଁ ପାଣି ଗ୍ରହଣ କରିବିନି ବୋଲି ମୁଁ ମନସ୍ଥ କରିଛି। ଇଏ ଲକ୍ଷ୍ମୀ ନୃସିଂହଙ୍କୁ ମୁଁ ଧରିକି ବୁଲୁଛି, ତାଙ୍କର ପୂଜା ବନ୍ଦ କରିବିନି। କିନ୍ତୁ ହେ ପ୍ରଭୁ, ଯଦି ତୁମେ ସତ୍ୟ, ତ ସତ୍ୟର ପରିକାଷ୍ଠା ଯେମିତି ସଂସାରରେ ଉଦ୍ଭାସିତ ହେବ ସେପରି କରନ୍ତୁ। श्रीमद् वाल्मीकि रामायण बालकांड 61तम सर्ग 59तम सर्ग। उक्त वाक्यं तु राजान कृपया कौशिकात्मजः अब्रावीन् मधुरं वाक्यं साख्याचण्डालकं इक्ष्वाको स्वागतं वच जानामि तं सुधार्मिकं शाराणं ते प्रदास्यामि मा वैशिर्नृपपुङ्गवम् अहमामन्त्र सर्वान् महर्षि पुण्यकर्मणां यज्ञासाय करान् राजन् ततो यख्यासि निर्वृता गुरुशापकृतं नृपं यदिदं त्वयि वर्तते अनेन सह रूपेण शरीरो गमिष्यसि हस्तप्राप्तमहं मन्ये स्वर्गं तव नराधिप यस्तं कौशिकमागम्य शरण्यं शरणागत एवमुक्त्वा महातेजा पुत्रं परमधार्मिकान् व्याधिदेशमहाप्राज्ञां यज्ञसंहारकारणात् सर्वान् शिष्यान् समाहूय वाक्यमेत उवाचः। सर्वान् ऋषीन् स अवासिष्ठा नानायद्धं ममाज्ञया स शिष्यान् सुहृदश्चैव सात्विजसा बहुश्रुता यदन्योवचनं ब्रूयात् मद्वाक्यबलचोदित तत्सर्वमखिलेनुक्तं ममाख्येयमनाधृतं तस्य तद्वचनं श्रुत्वा दिशो जग्मुस्तदाज्ञया अजग्मुरथदेशेभ्यः सर्वेभ्यो ब्रह्मवादिनः ते च शिष्या समागम्य मुनिं ज्वलिततेजसम्
औचुस्तवचनं सर्वं सर्वेषां ब्रह्मवादिनं श्रुत्वा ते वचनं सर्वे क्षमायन्ति द्विजातय सर्वदेशेषु च गच्छन् वर्जयित्वा महोदयं वासिष्ठं जसतं सर्वं क्रोधापर्यकुलाख्यानं यथाह वचनं सर्वं श्रुतमुनिपुङ्गवं क्षत्रियो याजको यस्य चण्डालस्य विशेषतः कथं यदसि भोक्तारो हविस्तस्य सुरर्षय ब्रह्मण्य वा महात्मनो भुक्तचण्डालभोजनं कथं स्वर्गं गमिष्यन्ति विश्वामित्रेण पालितः एतद्वचनर्नेष्टु यमुचुसंरक्तलोचनः वासिष्ठामुनिषाड्वळ सर्वे सह महोदया तेषां तद्वचनं श्रुत्वा सर्वेषां मुनिपुङ्गव क्रोधसंरक्तनयन सरोषमिदमब्रवीत् जद्वशयन्त्यदुष्टं मां तप उग्रं समास्थितं भस्मीभूता दुरात्मनो भविष्यन्ति न संशय अद्य ते कालपाशेन नीता वैवशतक्षयं सप्तजातिशतान्येव मृतपाशं भवन्तु ते स्वमांसनीयताहारा मुष्टिकानां निर्घृष्णा विकृताश्च विरूपाश्च लोकान् अनुचन्त्वान् मोहजयश्च दुर्बुद्धि प्रमाणदूष्यं ह्यदूषयत दूषित सर्वलोकेषु निषादत्तं गमिष्यति प्राणातिपातनिरतु निरानुक्रोशतो गतः दीर्घकालं मम क्रोधा दुर्गतिं वर्तयिष्यति एतावदुक्तवचनं विश्वामित्रो महातपः वीरराम महातेजा ऋषि मध्ये महामुनि इत्यस्य श्रीमद् रामायण वाल्मीकि आदि काव्ये श्रीमद् बालकांडे एकोनषष्टितमः सर्गः अद्यारभ्य मम पूजा इतु सम्पूर्णतया मया समाप्यतेऽत्र च मूल्या श्रुतेन वचसा मम निर्बोधबालकेन साभ्यापशब्देन भासितं गृहत्यक्ता पितुर्व्यथा काच सातशतसद्हृदि निर्द्वन्द्वमतिरभिना नैव जायेत तज्जथा मातृस्नेहेन जतभाषा भास्यते अनेन मूढतास्तः तत्सर्वमग्रगामीन प्राप्स्यति गुरुदीक्षया यथा गुरुस्तथा शिशु अन्यायेन फलभागिनः श्रीरामे पुस्तश्च क्व दुर्गाप्रसादसुतो क्व दशरथसुतरामो भगवतस्वरूपिण कैलाससुतसुतस्य भगवानीति नामतो विद्यते द्वेषपितुश्च स्वकर्माण्य अकर्मणता श्रीहरिनारायण नमो नमः अङ्गं हरेः पुलकभूषणमाश्रयन्ति भृङ्गाङ्गनेवं कुलावरणं तमालम् अङ्गे कृता किल विभूतिरपाङ्गलीला मङ्गल्यलाल् मम मङ्गलदेवताय मुग्धानमूर्तिदलति भगनी मुरारी प्रेम प्रपाप्रणिहितानि गतानि मालाभूमुदुपदीपमोत्महेया सामे सिन्धुसागरसम्भवाय विश्वामरेन्द्रपदवी ब्रह्मदानदख्या आनन्दहेतुरधिगम्बुरविद्विषोऽपि ईशा निषेधतु मयि क्षणमीक्षणाग मिन्देवरोदरसहोदरमिन्दिराय आमीदिताय किमधिगम्य मुकुन्द मानन्दकन्दमनिमेषमनङ्गतन्त्रम् आकेकराद्धकनीनिधपद्मनेत्रं भूतिर्भवेन्मौ भुजङ्गशयङ्गनाय बाहुन्तरे मधुरितसुतकौस्तुभेज हारावलेव हरिनीलमयी विभाति
कामप्रदा भगवतोऽपि घटाघटाख्या माला कल्याण कटाकट अङ्गं हरेः पुलकभूषणमाश्रयन्ति वृन्दाङ्गनेव मुकुलावरणं तमालम् अङ्गीकृता किल विभूतिरपङ्गलीला मङ्गल्यगाङ्गमङ्गलदेवताय मुग्धा मुहुर्विदधते वदने मुरारे प्रेमानवा प्रणिहितानि गतानि माला मृदुमुदकरीबमुहोत्कुलेय सामे श्रीसुसागरशम्भवाय विश्वामरेन्द्रपदमे भ्रमदानलेख्य मानन्दहेतुरधिकं रविद्विषोऽपि ईशा निषीदतु मयि क्षणमीक्षणार्ध मिन्द्रीवरोदरशुभोदरमिन्दिराय आमीलिताय किमधिगम्य मुदमुकुन्द आनन्दकन्दमनिमेषमनङ्गतन्त्रम् आकेकरान्नगनीनिगपद्मनेत्रं भूतिर्भवेन्मम भुजङ्गशयङ्गनाय बाह्वन्तरे मधुरिता सतकोऽस्तिरेजा आरावलेव हरिनीलमयी विभाति कामप्रदा भगवतोऽपि घटैक्यमाला कल्याणमा भवतु मे कमलालयाय कालाम्बदाललितोरजगैटवारे धाराधरे स्फुरतिजाधरजङ्गनेव मातु समजगतं महनीयं निर्भात्राणि मे भार्गवनन्दनाय प्राप्तं पदं प्रथमतः किल यत्प्रभावन् माङ्गल्यभागमजमाधिनिमन्मनेन मज्जाभ्यमन्तरमीक्षणार्थं मन्दालनुकरालय कन्यकाय दद्यादयानुभवनो द्रविणं बुधारा मास्मिन् किञ्चिभिहङ्गशिशोभिषान्ये दुष्कर्मकर्ममपनीयचिराय दूरं नारायणप्रणयिनीनयनम्बवाः इष्टादिशिष्टमदयोऽपि जया जया दृष्ट्या द्रिवीनमवदं सुलभं लभन्ते दृष्टि प्रहुष्टकमलोदरदीप्तिरिष्टान् पुष्टिं कुशिष्टममुपस्पृशने गिरिजे वदगरुडादसुन्दरीति साकं वयसि शेखरबल सृष्टिस्थिति प्रलकेलुसंस्थितायै दासे नमस्त्रिभुवनिकगुरुस्तरोणि श्रुति नमस्कर्मफलापश्रुति रति नमस्गुणान्नवाय शक्ति सतवचनिकेतनाय पुष्टि मुक्तबलवाय नमोस्तु नालिक निवारणाय नमोस्तु दुग्धमूर्ति नमोस्तु सोमांबसुधराय नमोस्तु नारायण वल्लभाय संप्रदान सटुराय की मान्य वासना विधि पुण्यमान्य श्रेष्ठ सारा सीजन प्रातारणमान जगतं जननीमशेष लोकन गुरुन् कमले कमले केवल वेद करुणापुरतम अवलोकमं किंचनानं प्रथम भागं स्तुवन्ति त्रयी मे त्रिभुवनं गणिकगुरुर्भाग्यराजं भवन्ति ते भुवि बुद्धवान् सुवर्णधरदक्षिणतेजन्नदपरिणितं सकवरसमृद्धि सीमासंगतजातिवेदकर्मसंपूर्णं हरि ओम शंकर नमो गुरुर्ब्रह्मा गुरुर्विष्णु गुरुदेव महेश्वर गुरुशैवं तस्मै श्रीगुरवे नमो नमः हरि ओम गम्भीरमाणवकामकं गुरुसिंहं विशानं भद्रमुखं दुर्नाम्यं ओम सप्तम विष्णुसिंहेन षष्ठं च महालक्ष्मी नमस्ते ओम श्रीलक्ष्मीसिंहाभ्यां नमो नमः हरि ओम गणानान्त्वा गणपतिगुं हवामहे प्रियाणान्त्वा प्रियपतिगुं हवामहे निधीनान्त्वा निधिपतिगुं हवामहे गणनाथे नमो नमः ओम श्री गुरु चरण सरोज निज मन में प्रसदारि वरण रघुवर विमल ओम हनुमते नमो नमः ओम त्र्यंबकं यजामहे सुगन्धिं पुष्टिवर्धनं सर्वारोगमे मृत्युमुक्तिमां प्रमोद नमो नमो बुद्धेश्वराय नमो नमो बुद्धेश्वराय नमो नमो बुद्धेश्वराय नमो नमो केदारेश्वराय नमो नमो विश्वेश्वराय नमो नमो सोमेश्वराय नमो नमो नागेश्वराय नमो नमो त्र्यंबकेश्वराय नमो नमो भीमशंकराय नमो नमो भस्मेश्वराय नमो नमो ओंकारेश्वराय नमो नमो महाकालेश्वराय नमो नमो वैद्यनाथाय नमो नमो मल्लिकार्जुनाय नमो नमो नामेश्वराय नमो नमो लिंगराज नमो नमो लोकनाथाय नमो नमो विष्णुश्वराय नमो नमो संडेश्वराय ओम नमो ओम नमो नमो गोकर्णेश्वराय नमो नमो ब्रह्मेश्वराय नमो 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 नर्मदा गुप्तेश्वराय नमो नमो कपिलेश्वराय नमो नर्मदा गंगाधराय नमो नर्मदा चमोली पावनीश्वराय नमो नमः ओम नमो नर्मदा सर्व विश्वशांति कल्याणकारकाय नमो नमः ओम नमो नर्मदा महादेव प्रभु हे देवदेव महाप्रभु जत ममोपरि हे कलंक विराजित अस्ति तत्कलंकस्य जता
निर्मूलं भवेत् तथैव कृपां कुरु। ॐ नमो नमः विश्वेश्वराय नमो नमः। हरि ओम गंभीरं महाविष्णु ज्वलन्तं सर्वतोमुखं नृसिंहं विशानं भद्रं मृत्युर्मृत्युं नमाम्यहम्। ओम श्री नृसिंहाय नमो नमः। ओम नमो भगवते वालाजनराय नमो वालाजनराय नमो वालाजनराय नमो नमः। ओम रंगनामाय नमः रंगनामाय नमः रंगनामाय नमः रंगनामाय नमः ओम क्लीं कृष्णाय गोविंदाय गोपीजनवल्लभाय नमः। क्लीं कृष्णाय गोविंदाय गोपीजनवल्लभाय नमः। क्लीं कृष्णाय गोपीजनवल्लभाय नमो नमः। हरि ओम भूर्भुवः स्वः तत्सवितुर्वरेण्यं भर्गो देवस्य धीमहि गायत्री नमो नमः। ओम गंगे जमुने चैव गोदावरी सरस्वती नर्मदे सिन्धु नदी कुरुवरदगाय गंगा प्रभृति एतानि पुण्यतीर्थानि देवस्थानानि गणभवन गंगादि सप्तमातृका दिव्य नमो नमः। हरि ओम दुम दुर्गायै नमो नमः। ओम दुम दुर्गायै नमो नमः। ओम गंगाधाराय नमो नमः गंगाधाराय नमो नमः। ओम पावकान सरस्वती वाजे वाजे जगन्मय सरस्वती नमो नमः। ओम या कुंडलिनी तुषार हार धवला या शुभ्र वस्त्रं भुजा या वीणा वरदन मंडितकरा या श्वेत पद्मसना या ब्रह्माच्युतंग प्रभुद्वे सदा सामां पाद सर्व भगवती निषेध्यं परम सरस्वती नमो नमः। ओम श्री सीताय नमः श्री सीताय नमः रंग राधाय नमो नमः। ओम संताकारं भुजगशयनं पद्मनाभं सुरेशं विश्वाधारं गगनसदृशं मेघवर्णं शुभांगं लक्ष्मीकान्तं कमलनयनं योगिर्विजानगम्यं वन्दे विष्णुं भवभयहरं सर्वलोकैकनाथम्। ओम नीलाचलनिवासाय नित्याय परमात्मने बलभद्रसुभद्रनाथाय नमो नमः। ओम नमस्ते महामय श्रीपीठे स्वरूप महालक्ष्मी श्रीकृष्ण गोविंद हरे मुरारे हे नाथ नारायण। ओम नमस्ते महामय श्रीपीठे स्वरूप महालक्ष्मी नमस्ते नमस्ते गरुड़ारूढ़ कोड़ासुर भयंकर सर्व पापर महालक्ष्मी। ओम श्रीकृष्ण गोविंद हरे मुरारे हे नाथ नारायण वासुदेव हे नाथ नारायण वासुदेव तमेव माता पिता तमेव बंधु तमेव विद्या द्रोणं तमेव सर्वं मम देवदेव सर्वभवन्तु सुखिनः सर्वे सन्तु निरामया सर्वे भद्राणि पश्यन्तु मा कश्चित् दुःखभाग्। ओम श्रीलक्ष्मीनारायणाय नमो नमः। सर्वेभ्यो ऋषिभ्यो नमो नमः। सर्वेभ्यो ऋषिभ्यो नमो नमः। सर्वेभ्यो पितृपुरुषेभ्यो नमो नमः। सर्वे पितृपुरुषाणां मागधस्वस्य पुण्यबलेन नमः वैकुण्ठं गच्छन्तं श्रीहरिनारायण नमो नमः। जत ममोपरि कलङ्कित आरोप अस्ति एतत् सम्मूलं यथा निर्मूलं भवेत् तथैव कृपां कुरु प्रभु श्रीहरिनारायण नमो नमः। सर्वेषां मङ्गलं कुरु प्रभु सर्वे सुखेन तिष्ठन्तु। अद्य यावत् अद्य आरभ्य अहं मम निष्कलङ्कं यावत् अहं जलस्पर्शं न करोमि इति मम सत्यसङ्कल्पम् अस्ति। सम्प्रति अहं ऋणमुक्तः। यदि मम मृत्युर्भवेत् तर्हि अपि कापि असुविधा नास्ति। अतएव प्रभु यदि जीवने मां रक्षितुम् इच्छति तर्हि आदौ मां निष्कलं करोतु। तदनन्तरं ये ये दोषिणः सर्वेषां कृते मम एतत् अभिषेकं यः दोषी सः दण्डितः भवेत्। यदि अहं दोषी तर्हि न्यूनदण्डविधानं कुर्वन्तु प्रभु श्रीहरिनारायण। कृष्ण गोविंद हरे मुरारे हे नाथ नारायण वासुदेव हे नाथ नारायण वासुदेव श्री हरि नारायण नमो नमस्ते गुरुड़ारूढ़ घोड़ासुर भयं सर्व पाप हरे देवी महालक्ष्मी नमस्ते। श्री कृष्ण गोविंद हरे मुरारे हे नाथ नारायण वासुदेव हे नाथ नारायण वासुदेव हे नाथ नारायण वासुदेव नमो नमः नारायण नमो नमः।